আমাদের গাঙ্গুলিদাকে নিয়ে শ্যামাশঙ্কর মঠ থেকে আমাদের ভাইয়েরা এসে ঢেঙ্কানাল পারাদ্বীপে গিয়েছিলাম, হরিণশীতে গিয়েছিলাম। সেখানে আমরা এই আজকের এই যে মহা উৎসব, যে আগামীকাল যা নাম দিকে যে মহা উৎসব হবে, তাতে আমরা সামিল হওয়ার জন্য সমস্ত গুরু ভাইদের এখানে ডেকেছিলাম। এত বড় একটা প্রশাসন নিয়ে গাড়ি দিয়ে আমরা নগর করতে করতে যাব। আমরা গিয়ে সাক্ষী গোপালে প্রসাদ নেব, ওখান থেকে আমরা পুরীগামী হব এবং আমরা সেখানে বেনুর কাছে বলা আছে রাত্রে আমরা প্রসাদ নেব এবং আমাদের থাকার জন্য যে অ্যাকোমোডেশন করা হয়েছে, হয়তো সকলেরা যতদিন আছেন ততদিন আমরা এই শ্যামাশঙ্কর মঠ গোপালের এইটা আমরা পবিত্র দিন বলে মনে করবেন প্রত্যেক বছর। জয় শ্রী গুরু মহারাজ জিউ কি, জয় শ্রী গুরু মহারাজ জিউ কি, ওঙ্কার ভগবান কি, ওঙ্কার ভগবান কি, শ্যাম সুন্দর শ্যাম রানী কি, শ্যাম সুন্দর শ্যাম রানী কি, অষ্টসখী সমন্বিত শ্যাম সুন্দর শ্যাম রানী কি, অন্নপূর্ণা মাই কি, গোপাল জিউ কি, যা নাম দিকে যা মহোৎসব কি, নাম দিকে যা মহোৎসব কি, জয় জগন্নাথ, জয় জগন্নাথ, জয় জগন্নাথ। আরেকটা জিনিস আমাদের মহারাজজি একটার সময় নামবেন। আমরা চাইছি মহারাজকে এখানে আমরা কিছুক্ষণ বিশ্রাম করে এই নগরে সামিল করার জন্য।
Krishna, 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 Hare Hare, Hare Rama, Hare Rama, Rama Rama, Krishna Krishna, সামনে বসবি না।
କୁହନ୍ତୁ। ଏକୁଟିଆ ନିଜେ ସବୁ ଚଳୁଛି। ଆମର ଗୁରୁ ଭାଇ ଜଣେ ଅଛନ୍ତି ବାହାରେ ଅଛନ୍ତି। ମୁଁ ଧରମ ଆମ ଗୁରୁ ବାହାରେ ଆସେ। ମୁଁ ତାଙ୍କର ବି ଶିକ୍ଷା ମୋ ନାଁ ଯମୁନା ଦାସି। ଇଏ ହେଲା ଦାସିଆଙ୍କ ସମାଧି। ଇଏ ହେଲା ଦାସିଆଙ୍କ ଇଏ ହେଲା ରାମମୋହନ ମଠ। ଏ ମଠରେ ତାଙ୍କର ନୀଳ ଚକ୍ର ଅଛନ୍ତି। ଆସନ୍ତୁ ଦେଖିବେ ଚକ୍ରରେ ଦାସିଆଙ୍କୁ ଦର୍ଶନ ଦେଉଥିଲେ। ଫଟୋ ଉଠେଇ ହବ ତ? ହଁ ଆସନ୍ତୁ। ଚକ୍ର ଏ ହେଲା ଚକ୍ର ନୀଳ ଚକ୍ର। ଏ ନୀଳ ଚକ୍ରରେ ଭକ୍ତଙ୍କୁ ଦର୍ଶନ ମିଳୁଥିଲା। ଦଶାବତାର ଦର୍ଶନ ଦେଉଥିଲେ। ଦଶାବତାର ହେଇଥିଲେ ତାଙ୍କୁ ବର ଯାଚିଥିଲେ। ବିଷ୍ଣୁ ଅବତାରରେ ଠାକୁର ତାଙ୍କୁ ବର ଯାଚିଥିଲେ। କ'ଣ ଶଙ୍ଖ ଚକ୍ର ଗଦା ପଦ୍ମ ଧରିକିରି କହିଲେ କ'ଣ ବର ମାଗୁଛୁ ଦାସିଆଙ୍କୁ। ତାଙ୍କର ଧନ ଜନ ନାହିଁ କି ସନ୍ତାନ ନାହିଁ। ସିଏ ଆଉ କୌଣସି ଜିନିଷ ଚାହିଁଲେନି। କହିଲେ ନା ମୋର ଧନ ଜନ କିଛି ଲୋଡ଼ା ନାହିଁ। ମୁଁ ଯେତେବେଳେ ଚାହୁଁଥିବି ମୋତେ ଦର୍ଶନ ମିଳୁଥିବ। ନା ମୁଁ ନୀଳ ଚକ୍ରରେ ତୁ ଦର୍ଶନ ପାଇବୁନି। ସେତେବେଳେ ସେ ଜାତିଭେଦ କଟକଣା ଥିଲା। ତେଣୁକରି ସେ ମନ୍ଦିର ଭିତରକୁ ଯାଉନଥିଲେ। ଦାସିଆ ମନ୍ଦିର ଭିତରକୁ ଯାଉନଥିଲେ। ସେ କହିଲେ ମୋ ଚକ୍ରରେ ନୀଳ ଚକ୍ର ମାନେ ଉପରେ ମନ୍ଦିର ଉପରେ ରହେ। ସେ କହିଲେ ନିଜେ ଆବିର୍ଭାବ ହେଇକି ଠାକୁର ଏଇ ନୀଳ ଚକ୍ର ହିଁ ତାଙ୍କୁ ଦେଇଥିଲେ। କହିଲେ ଏଇଥିରେ ତୁ ଯେତେବେଳେ ଚାହିଁବୁ ସେତେବେଳେ ଦର୍ଶନ ପାଇବୁ। ମୁଁ 10 ଅବତାର ହେଇଛି। ତୁ ଯୋଉ ଅବତାରରେ ଧ୍ୟାନ କରିବୁ ମୁଁ ସେଇ ଅବତାରରେ ନୀଳଚକ୍ର ହିଁ ଦର୍ଶନ ଦେବି। ନୀଳଚକ୍ର ମହାତ୍ମା ହେଲା ବର୍ଷେକି ଥରେ ମଧ୍ୟ ଏଇଠି ନୀଳଚକ୍ର ଏଇ ଗାଁରେ ମଧ୍ୟ ଭୋଗ ଖାଇବାକୁ ଯାଉଛନ୍ତି। ଏବେ ସୁଦ୍ଧା ହେଲାଣି। ଶ୍ରାବଣ ଏଇଟା ହେଲା ବାଲି ଗାଁ। ଏଇଟା ହେଲା ବାଲି ଗାଁ। ଏ ଶ୍ରାବଣ ମାସର କୃଷ୍ଣପକ୍ଷ ଏକାଦଶୀରେ ଏଠି ଭୋଗ ଖାଇବାକୁ ଯାଆନ୍ତି ନୀଳଚକ୍ର। ଆଉ ଇଏ ହେଲା ପୋଥି ତାଙ୍କର ବହୁତ ପୋଥି। ଆଉ ମଝିରେ ହେଲେ ରାଧାକୃଷ୍ଣ ଚୈତନ୍ୟ ନିତ୍ୟାନନ୍ଦ ଅଦ୍ୱୈତ ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ଏଠି ହେଲେ ମଠ ବହୁ ପୁରାତନ ମଠ। ଏଇ ଦାସିଆଙ୍କ ସମୟର ମଠ। ଇଏ ଚକ୍ର ଦର୍ଶନ ପତ୍ର ଦାସିଆ ଯିବାର ହେଇଗଲାଣି 500 ପରେ ହେଇଗଲାଣି। କାହିଁକିନା 500-600 ବର୍ଷ ହେଇଗଲାଣି। ତାଙ୍କର ସାଧୁ ଜଣେ ଆସିକିରି ଏଠି ଦେଖିଲେ ଏତେ ବଡ଼ ମହାତ୍ମା ଅଛନ୍ତି। ତେଣୁକରି ଏଠି ଗୋଟେ ମଠ କଲେ। ମଠ କରିବା ପରେ ତାଙ୍କ ପରେ ପ୍ରଥମେ ଥିଲେ ଦାଶରଥ ଦାସ, ସନାତନ ଦାସ, ହଳଧର ଦାସ, କୃଷ୍ଣ ଦାସ, ନରହର ଦାସ, ବିନୋଦ ଦାସ, ଧରଣୀଧର ଦାସ। ଏମିତି ହେଇକି 7 ଜଣ ମହନ୍ତ ଏଠୁ ଚାଲିଗଲେଣି। ବର୍ତ୍ତମାନ ମୁଁ ଅଛି ତାଙ୍କର ଶିଷ୍ୟା ଅଛି। ମୋ ନାଁ ଯମୁନା ଦାସୀ। ମୁଁ ଏଠି ମଠ ଦାୟିତ୍ୱରେ ଅଛି। ମଠ ଚଳଉଛି। ମଠର ହାନି ଲାଭ ପୂଜା ଯଦା ସବୁକିଛି ମୁଁ ନିଜେ କରିବି। 26-27 ବର୍ଷ ହେଲା ମୁଁ ଏଠି ରହିଲାଣି। ଏଠି ଆଉ ତାଙ୍କର ଗୋଟେ ବୁଣା ଜିନିଷ ଅଛି। ତାଙ୍କର ସୂତା କାଟନ୍ତି ଯେଉଁଥିରେ ହିଁ ତନ୍ତ ବୁଣୁଥିଲେ। ସେ ବୁଣାକାର ଥିଲେ ନା ତାଙ୍କର ଲୁଗାପଟା ବୁଣୁଥିଲେ। ଏଇ ଜିନିଷ ଦେଖନ୍ତୁ ଏଥିରେ ଗୋଟେ ସେ ଅରଟରେ ସୂତା କାଟନ୍ତି। ଏ ହେଲା ତାଙ୍କର ବୁଣା ଜିନିଷ। ଏଥିରେ ଗୋଟେ ହୋଲ୍ ଦେଖୁଛନ୍ତି। ଏଇଥିରେ ଗୋଟେ ଅରଟ ଲଗେଇକି ତାଙ୍କର ସୂତା କଟାକଟି କରନ୍ତି। ତାଙ୍କର ଗାମୁଛା ଲୁଗା ବୁଣନ୍ତି। ତାଙ୍କର ସ୍ତ୍ରୀ ମଧ୍ୟ ବାଟଣ ବଟାଟି କରନ୍ତି। ସେ ଶିଳ ପୁଆଟି ମଧ୍ୟ ପୂଜା ପାଉଛନ୍ତି। ଏ ହେଲା ତାଙ୍କର ବ୍ୟବହାର ଜିନିଷ। ତେଣୁକରି ଏ ଲୋକମାନେ ବହୁତ ଲୋକ ଆସୁଛନ୍ତି। ଏକୁ ମଧ୍ୟ ତାଙ୍କର ବ୍ୟବହାର ଜିନିଷ ତାଙ୍କ ହାତ ଲାଗିଥିଲା। ସେ କାରବାର କରୁଥିଲେ। ଲୋକ ଆସିକିରି ତାଙ୍କୁ ମଧ୍ୟ ଛୁଇଁକିରି ବହୁତ ଲୋକଙ୍କର ମାନସିକ ମଧ୍ୟ ପୂରଣ ହେଉଛି। ଏ ହେଲା ମଠରେ ଏ ଜିନିଷ ତାଙ୍କର ପୂଜା ପାଉଛନ୍ତି। ଏ ସେବର ଅଛନ୍ତି। ବିଶ୍ୱାସ ରଖିକିରି ଏ ଜିନିଷ ତାଙ୍କୁ ଛୁଇଁକିରି ନଡ଼ିଆ ମଧ୍ୟ ବସାଉଛନ୍ତି। ଦେଖନ୍ତୁ ଏଠି ନଡ଼ିଆ ସବୁ ମାନସିକରେ ବସାଉଛନ୍ତି। ଏଠି ନଡ଼ିଆ ସବୁ ହେଉଛି। ଏ ନଡ଼ିଆ ଆଉ ତାଙ୍କର ଏଠି ଛୁଇଁକିରି ତାଙ୍କର ଯାହା ଯାହା ମନରେ ଭାବିକିରି ମାନସିକ ପୂରଣ ମଧ୍ୟ ହେଉଛି। ଆପଣ ଦେଖନ୍ତୁ
Thank you.